ଅବହେଳିତରେ ପଡ଼ି ରହିଛି ମା ରତନେଇ ପୀଠ। ଗଞ୍ଜାମ ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ରର ସ୍ଥଳ। ତେବେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ବହୁ ପର୍ଯ୍ୟଟନ କ୍ଷେତ୍ର ରହିଛି। ସେଭଳି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧୀନସ୍ଥ ଭାମଶିଆଳି ପଞ୍ଚାୟତ ଅଧୀନରେ ଥିବା ମା ରତନେଇ ଶକ୍ତିପୀଠ ଆଜି ଅବହେଳିତରେ ପଡ଼ି ରହିଛି। ଏହି ପୀଠଟି ରାଜା ରାଜୁଡ଼ା ଅମଳରୁ ରହିଆସିଛି। ମାଙ୍କ ପୀଠକୁ ଯିବାକୁ ହେଲେ ଅଧାପନ୍ତାରିଆ ରାସ୍ତା ତଥା ଖାଲ ଖମଣା ଦେଇ ଯିବାକୁ ପଡୁଛି ଦର୍ଶକମାନଙ୍କୁ। ପର୍ଯ୍ୟଟନ କ୍ଷେତ୍ରରେ ଭୋଜିଭାତର ଆସର ଜମୁଥିବା ବେଳେ ମୁଖ୍ୟ ସମସ୍ୟା ରହିଛି ପାଣି ସମସ୍ୟା। ତେବେ ଯଦିଓ ରାସ୍ତା ଓ ପାଣି ସମସ୍ୟାକୁ ସରକାର ଦୃଷ୍ଟିରେ ରଖି ପୂରଣ କରନ୍ତେ ତାହେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଆସୁଥିବା ଦର୍ଶକ ଏବଂ ଗ୍ରାମବାସୀ। ଆଜ୍ଞା ମୁଁ ବହୁତ ଦୂର ଆସିଛି ଆଜ୍ଞା ଆଉ ମାଙ୍କର ତ ଏଇଠି ସବୁ ଏତେ ଭଲ ଶୁଣୁଛନ୍ତି ଆଜ୍ଞା ହାତୀ ଜଙ୍ଗଲ ଭିତରେ ଅଛନ୍ତି। ହଁ ଏଠି ତ ସବୁ ହିଂସ୍ର ଜନ୍ତୁ ମାନେ ହେଲେ ଅଛନ୍ତି। ମାକୁ ଯଦି ମୁଣ୍ଡିଆ ମାରିବେ ବେଲେ ସେ ଆସିକି ପାଖରେ ବସିଥିଲେ ହେଲେ ତମେ କିଛି କରିବେନି। ହଁ ବହୁତ ଭଲ ସେ ଯିଏ ଯୁଆଡେ ଗଲେ ମାଙ୍କୁ ମୁଣ୍ଡିଆ ମାରିକି ଗଲେ ଜଙ୍ଗଲ ଭିତରେ କିଛି ଅସୁବିଧା ନାହିଁ। ହଁ ସମସ୍ୟା ବେଲେ ମାଙ୍କର ଏଠି ରୋଡ ଘାଟ ଟିକେ ସମସ୍ୟା, ପାଣି ସମସ୍ୟା ଟିକେ ବେଶୀ, ରୋଡ ଟା ସମସ୍ୟା ଦିଟା ବେଶୀ ସମସ୍ୟା, ଆଉ ବାକି ସବୁ ଟିକେ ଠିକ ଅଛି। ବହୁତ ଭଲ ଥଣ୍ଡା ଜାଗା ଲୋକମାନେ ବହୁତ ଆସିଥାନ୍ତି ଜାଣ ଥଣ୍ଡାକୁ ଦେଖିକି ଖରା ଦିନ ଜାଗା ଆସିକିରି ଲୋକ ମାଙ୍କ ପାଖରେ ବସିକିରି ରୋଷେଇବାସ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଆସିପାରୁନାହାନ୍ତି। ପାଣି ତ ସମସ୍ୟା, ଖରା ଦିନ ହେଇଗଲେ ତ ପୁରା ସମସ୍ୟା ପାଣିର। ହଁ ରାସ୍ତା ଏମିତି ଖରା ଦିନ ଟିକେ ଆସୁଛନ୍ତି ନାଇଁ, ଯଦି ବର୍ଷା ଦିନ ହେଇଗଲେ କିଏ ଆସିପାରୁନାହାନ୍ତି। ଏ ରାସ୍ତାରେ ଜଙ୍ଗଲ ପାଣି ଆସିକିରି ସେ ରାସ୍ତା ଧୋଇ ହେଇକିରି ସବୁ ଖରାପ ହେଇଯାଉଛି ରାସ୍ତା ମାନେ। ହଁ କଣ କହିବେ ରାସ୍ତାଟା ଟିକେ ପାଣି ଟିକେ ଦିଟା ସମସ୍ୟା ଦୂର କରିଦେଲେ ସରକାରଙ୍କର ବହୁତ ମଙ୍ଗଳ ହବ।